ଜଳସ୍ତର ଅମଳ କେଉଁଥିରେ କିନ୍ତୁ ଗୋଟା ଗୋଟା ମୃତ୍ୟୁର ଭେଦ ରହିବ ସେ ମୃତ୍ୟୁ ଭେଦଟା ତୋର କେହି ଜାଣିବେ ଠିକ ଅଛି ଯଦି ମୃତ୍ୟୁ ଭେଦଟା କେହି ଜାଣିବେନି ଏମିତି କି ବିଷ୍ଣୁ ଜାଣିବେନି ମହେଶ୍ୱର ଜାଣିବେନି ଆଉ ମୁଁ ସ୍ରଷ୍ଟା ବ୍ରହ୍ମା ଆଶୀର୍ବାଦ କଲି କେବଳ ମୁଁ ଜାଣିବି ବୈଲୋଚନ କହିଲା ମୃତ୍ୟୁ ଭେଦ କେହି ଜାଣିବେନି ତମେ ଜାଣିବ ଠିକ ଅଛି ମତେ ଆଶୀର୍ବାଦ କରନ୍ତୁ ଆଶୀର୍ବାଦ କଲା ପରେ ମୃତ୍ୟୁ ଭେଦଟା ତମର ବି ଯେମିତି ମନେ ନ ରହିବ ଠିକ ଅଛି ମୁଁ ତମକୁ ଆଶୀର୍ବାଦ କରୁଛି ସ୍ରଷ୍ଟା ବ୍ରହ୍ମା କହିଲେ ତଥାସ୍ତୁ କହିଲା ଆଚ୍ଛା ପ୍ରଭୁ କହିଲେ ମୁଁ କେମିତି ମରିବି ନା ମୋର ଆଉ ମନେ ନାହିଁ ଯାହା ହଉ ଭଲ ଆଶୀର୍ବାଦ ମୃତ୍ୟୁ ଭେଦଟା କିଏ ଜାଣିବ ନା ମତେ କିଏ ମାରିବ କାହିଁ ଆଜ୍ଞା ବର ଦେବକୀକୁ କଂସ ବୁଝାଉଛି ବୈଲୋଚନଟାକୁ ସେଇ ପ୍ରଭୁ ନାରାୟଣ ପୁରୁଷ ନାରୀ ହେକି କେମିତି ମାରି ବୈଲୋଚନ ଆଶୀର୍ବାଦ ପାଇଲା ମୃତ୍ୟୁ ଭେଦ ଗୋଟେ ରହିଲା କେହି ଜାଣିନାହାନ୍ତି ସମସ୍ତ ଦେବତା ମାନଙ୍କୁ ପରାସ୍ତ କଲା ତେଣୁ ସବୁ ଦେବତା ମାନେ ଏକାଠି ହୋଇ ବ୍ରହ୍ମାଙ୍କୁ ଆଗେ ନିବେଦନ କଲେ ବ୍ରହ୍ମା କହିଲେ ମୁଁ ଆଶୀର୍ବାଦ କରିଛି ସତ ସେ ପୁରା ଆଶୀର୍ବାଦ ନେଇଛି ମୃତ୍ୟୁ ଭେଦ ମୋର ମନେ ରହିବ ବୁଢା ଲୋକ ହେଲେ କାମ କଲେନି ମୁଁ କହିନି ଆଉ ତାହେଲେ ଏ ସମାଧାନ କରି ନାରାୟଣକୁ ବୁଝିବ ନାରାୟଣକୁ ଆଗେ ଜଣେଇଲେ ନାରାୟଣ କହିଲେ ଠିକ ଅଛି ମୃତ୍ୟୁ ଭେଦ ଜାଣିବା ପାଇଁ ଗୋଟେ କୌଶଳ କରିବା ପାଇଁ ଉପାୟ ଚିନ୍ତା କରି ସୁନ୍ଦରୀ ନାରୀ ବେଶ ହେଲେ ସୁନ୍ଦରୀ ନାରୀ ବେଶ ହୋଇ ବୈଲୋଚନ ଘରେ ଯାଇକି ରହିଲେ ବୈଲୋଚନ ସ୍ତ୍ରୀ ଦିନ ପରେ ରାତି ଆଜ୍ଞା ବଢିଛି ତୃତୀୟ ବର୍ଷର ବାପା ଘଟଣା ହୋଇଛି ବୈଲୋଚନ ଯୁଦ୍ଧକୁ ଯାଉଛି କୁହ ଦିନ ନୁହଁ ରାତି ନୁହଁ ସନ୍ଧ୍ୟା ସମୟ ଘରେ ବାହାରେ ନୁହଁ ଦ୍ୱାର ନୁହଁ ହେଇତି ସ୍ୱାମୀ ବଇ ଦେଖ କେମିତିଆ ନାରୀ ସ୍ୱାମୀ ବଇ ଆଉ ଟିକେ କହ ବଇଆ ବଇଲୋଚ ତମେ ଆଉ ଯାଆନି ଯୁଦ୍ଧ ଆଉ ନଅଟା କିଏ ଛାଡୁଛୁ ସେଇ ଗୋଟା ଧଇଲେ ସ୍ୱାମୀ ନାନା ଧରି ଗୋଟାଏ ଅକ୍ଷର ନ ଧରିଲେ ଚଳିବ ତାହେଲେ କି ନାରୀ ସ୍ୱାମୀ ତମେ ଆଉ ଯୁଦ୍ଧକୁ ଯାଆନି ନାହିଁ ମୋ ମନ ଖାଇ ପାପ ଛୁଞ୍ଚି ହଁ ସ୍ୱାମୀ ନଅଟା ନାହିଁ ଛଅଟା ନାହିଁ ତମେ ମୋର ଗୋଟିଏ ବୋଲି ବାକଟେ ଗୋଟି କାଠି ତମେ ଯୁଦ୍ଧକୁ ଯାଆନି ଦେବତା ମାନେ ଭାରି କୌଶଳିଆ ତମକୁ ମାଟି ବସି ମାରିଦେବେ ଅବସ୍ଥା କଣ ହବ ଜାଣିଛ ସେମିତି କହିବନି କାହିଁ ବାହାଦୁରୀ କଥା କହୁଛ କହିଲ ସ୍ୱାମୀ ତମ ସ୍ୱାମୀ ଆଶୀର୍ବାଦ ପାଇଛନ୍ତି ବ୍ରହ୍ମାଙ୍କ ଠାରୁ ଗୁଡା ମୃତ୍ୟୁ ଭେଦ ଅଛି ସେ ମୃତ୍ୟୁ ଭେଦ କେହି ଜାଣିନାହାନ୍ତି ଆଉ ଜାଣିଲେ ସେ ତମ ସ୍ୱାମୀ କି ମାରିବେ ସ୍ୱାମୀ ସତ କଥା କହୁଛ ଏ ମାଲୋ ମୋ ସ୍ୱାମୀ କି କେହି ମାରି ପାରିବେନି ହେଇଛି ସ୍ୱାମୀ ତମର ଯୋଉ ମୃତ୍ୟୁ ଭେଦଟା ମତେ ଟିକେ କୁହନ୍ତାନି ଆଉ ମୁଁ କଣ ତମ ମୃତ୍ୟୁ ଭେଦଟା କାହାକୁ କହିଦେବି ନା କିଏ ମରିଯିବ ତମ ପାଇଁ 12 ମାସରେ 18 ପର୍ବ କରୁଛି ଦିନକୁ ବର୍ଷକୁ 7 ଥର ସାବିତ୍ରୀ ପାଳନ କରୁଛି 7 ଥର କେବଳ ମୋ ସ୍ୱାମୀଙ୍କର ହଁ ପା ବର୍ଷକେ ଥରେ ସାବିତ୍ରୀ 7ଟା ଶାଢୀ ପିନ୍ଧିବ ବୋଲି ଏଇ ବର୍ଷ ସାବିତ୍ରୀ କି ସିନା ଗୋଟେ ପଖାଳ ଖାଇଦେଲି ପଛରେ ମନେ ପଡିଲା ଲୋ ଖାଇଦେଲା ଆଲୋ ଗାଁ ମାଇପି ଯେତେବେଳେ ମନ୍ଦିରକୁ ଯାଆନ୍ତି ପୂଜା କରିବାକୁ ମୁଁ କହିଲି ନାନୀ କୁଆଡେ ଯାଉଛି କିଲୋ ଏ ଢିକି ବାଡି ହବ ନା ଲୋ ଆଜି ହଉଛି ସାବିତ୍ରୀ ମୁଁ କହିଲି କଣ କଲି ହାତ ଗୋଡ ଖାଇ ମୁଁ ପଖାଳ ଗୋଟାଏ ଶୁଖୁଆ ପୋଡା ଖାଇଦେଇଛେ ସେଇଠୁ ଗୋବର ପାଣି ଠୁଆ ପିଇକି ପାଳନ କଲି ଲୋ ହଁ ଗିଲାସ ଗୋବର ପାଣି ପିଇଛି ହଁ ପା ଦିନ 4 ଘଣ୍ଟା କେମିତି ଫୁଟଉଛି ଦେଖ ହଁ